ବନ୍ଧୁଗଣ, ଆସନ୍ତାକାଲି ହେଉଛି ଚନ୍ଦ୍ରଗ୍ରହଣ। ଆସନ୍ତାକାଲି ଦୋଳ ପୂର୍ଣ୍ଣିମା ଏବଂ ଏହି ଦୋଳ ପୂର୍ଣ୍ଣିମାରେ ଲାଗିବାକୁ ଯାଉଛି ବର୍ଷ 2026ର ପ୍ରଥମ ଚନ୍ଦ୍ରଗ୍ରହଣ। ଏହି ଚନ୍ଦ୍ରଗ୍ରହଣ ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଭାବରେ ମହାକାଶରେ ଦୃଶ୍ୟମାନ ହେବ, ଯାହା ଏକ ବିରଳ ମହାଜାଗତିକ ଦୃଶ୍ୟ ଭାବରେ ଏହି ବର୍ଷ ଗଣନା କରାଯାଇଛି। ଦୋଳ ପୂର୍ଣ୍ଣିମା ଏବଂ ଚନ୍ଦ୍ରଗ୍ରହଣ ଏକା ସାଥିରେ ପଡ଼ୁଥିବାରୁ ଏହା ବହୁତ ବିରଳ ଏବଂ ଏହି ସଂଯୋଗ ସାରା ପୃଥିବୀ ପୃଷ୍ଠରେ ପ୍ରଭାବ ପକାଇବା ପାଇଁ ଯାଉଛି ଏବଂ ଏହାଦ୍ୱାରା ରାଶିଚକ୍ରରେ ରହିଥିବା 12ଗୋଟି ରାଶିମାନଙ୍କ ମଧ୍ୟରୁ ବହୁତ ରାଶିମାନେ ଉପକୃତ ହେବେ ଏବଂ କିଛି ରାଶିର ଲୋକମାନେ ଏହି ଚନ୍ଦ୍ରଗ୍ରହଣ ଦ୍ୱାରା ପ୍ରଭାବିତ ମଧ୍ୟ ହେବେ। ତେବେ ଆସନ୍ତୁ ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆମେ ଜାଣିବା ଏହି ଚନ୍ଦ୍ରଗ୍ରହଣର ସମୟସୀମା, ଅର୍ଥାତ୍ କେଉଁ ସମୟରେ ଚନ୍ଦ୍ରଗ୍ରହଣ ଲାଗିବ ଏବଂ କେଉଁ ସମୟରେ ଏହା ମୁଖ୍ୟ ପ୍ରାପ୍ତି ହେବ। ଏଥିସହିତ ଏହି ଚନ୍ଦ୍ରଗ୍ରହଣର ସୂତକ ସମୟ ଅର୍ଥାତ୍ ପାକ ନିଷେଧର ସମୟ ବା ଯାହାକୁ ଆମେ ହାଣ୍ଡି ଛାଡ଼ କହିଥାଉ, କେଉଁ ସମୟଠାରୁ ଆପଣମାନେ ପାକ ବର୍ଜନ କରିବେ ଏବଂ ସୂତକ ପାଳିବେ ଏବଂ ଆପଣମାନେ ଗ୍ରହଣ ଛାଡ଼ିଲା ପରେ କ'ଣ ସବୁ କରିବେ ଏବଂ ଗ୍ରହଣ ଲାଗୁଥିବା ସମୟରେ କ'ଣ ସବୁ କରିବେ ଓ କ'ଣ କରିବେ ନାହିଁ, ସମସ୍ତ ବିବରଣୀ ବିଷୟରେ ଆଜି ଆପଣମାନେ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା ପାଇଁ ପାଇପାରିବେ। ଏଥିସହିତ ଦୋଳ ପୂର୍ଣ୍ଣିମା କେଉଁ ସମୟରେ ପାଳନ କରିବେ ତାହା ମଧ୍ୟ ଆପଣମାନେ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା ପାଇଁ ପାଇପାରିବେ। ତେବେ ଆସନ୍ତୁ ଡେରି ନକରି ଜାଣିବା ଯେ ଏହି ଚନ୍ଦ୍ରଗ୍ରହଣ କ'ଣ ରହିଛି ସମୟସୀମା। ଯେହେତୁ ଏହା ହେଉଛି ଏକ ବିରଳ ଚନ୍ଦ୍ରଗ୍ରହଣ, ତେଣୁ ଏହା ପବିତ୍ର ଦୋଳ ପୂର୍ଣ୍ଣିମାରେ ଲାଗିବା ପାଇଁ ଯାଉଅଛି। ଏହି ଚନ୍ଦ୍ରଗ୍ରହଣ ଲାଗୁଥିବା ସମୟରେ ଚନ୍ଦ୍ର ସିଂହ ରାଶି ଓ ମଘା ନକ୍ଷତ୍ରରେ ଅବସ୍ଥାନ କରୁଥିବାରୁ ଏହି ଚନ୍ଦ୍ରଗ୍ରହଣ ସିଂହ ରାଶିରେ ସଂଗଠିତ ହେବ, ଯାହାଦ୍ୱାରା ସିଂହ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଏହାର ଅଧିକ ପ୍ରଭାବ ରହିବ। ଏହି ଚନ୍ଦ୍ରଗ୍ରହଣ ଏକ ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଭାବରେ ମହାଶୂନ୍ୟରେ ସଂଗଠିତ ହେବ। ଏହାର ପୂର୍ଣ୍ଣ ଅବଧିକାଳ ରହିଛି 3 ଘଣ୍ଟା 25 ମିନିଟ୍ ଏବଂ 7 ସେକେଣ୍ଡ। ଯେହେତୁ ଏହି ଗ୍ରହଣ ଦୋଳ ପୂର୍ଣ୍ଣିମା ଦିନ ପଡ଼ୁଅଛି, ତେବେ ଦୋଳ ପୂର୍ଣ୍ଣିମା ଆପଣମାନେ କେମିତି ପାଳନ କରିବେ ବା ଅର୍ଥାତ୍ କେଉଁ ସମୟରେ ପାଳନ କରିବେ ତାହା ମଧ୍ୟ ଆପଣମାନେ ଏହି ଭିଡ଼ିଓ ମାଧ୍ୟମରେ ଜାଣିବେ। ତେବେ ଆସନ୍ତୁ, ଏହା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ କରୁଛୁ ଯେ ଯଦି ଆପଣମାନେ ଆମ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ବର୍ତ୍ତମାନ ହିଁ ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ ପାଖରେ ଆସୁଥିବା ବେଲ୍ ଆଇକନ୍କୁ ମଧ୍ୟ ପ୍ରେସ୍ କରିନିଅନ୍ତୁ। ଏଥିସହିତ ଏହି ଭିଡ଼ିଓକୁ ମଧ୍ୟ ଲାଇକ୍ କରିନିଅନ୍ତୁ। ବନ୍ଧୁଗଣ, ଚନ୍ଦ୍ରଗ୍ରହଣ ହେଉ ବା ସୂର୍ଯ୍ୟପରାଗ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସମୟକୁ ଅଶୁଭ ସମୟ କୁହାଯାଇଥାଏ, କାରଣ ଏହି ସମୟରେ ଚନ୍ଦ୍ରଙ୍କଠାରୁ ବାହାରୁଥିବା କିରଣ ବା ଛାଇ ଅର୍ଥାତ୍ ଆଲୋକ ସିଧାସଳଖ ଭାବରେ ପୃଥିବୀ ପୃଷ୍ଠରେ ପଡ଼ିପାରିନଥାଏ, ଯାହାଦ୍ୱାରା ଏହି ସମୟରେ ନକାରାତ୍ମକ ଶକ୍ତିମାନେ ପୃଥିବୀ ପୃଷ୍ଠରେ ଜାଗ୍ରତ ହୋଇଉଠନ୍ତି। ତେଣୁ ଜ୍ୟୋତିଷ ଶାସ୍ତ୍ରରେ ଏହି ସମୟ ସୀମା ମଧ୍ୟରେ କେତେକ କାର୍ଯ୍ୟ ମଧ୍ୟ କରିବା ପାଇଁ ବାରଣ କରାଯାଇଛି। ସାଧାରଣତଃ ଗ୍ରହଣ ଲାଗିବାର 9 ଘଣ୍ଟା ବା 3 ପ୍ରହର ପୂର୍ବରୁ ଏବଂ ପରାଗ ଲାଗିବାର 12 ଘଣ୍ଟା ବା 4 ପ୍ରହର ପୂର୍ବରୁ ପାକ ନିଷେଧ ବା ହାଣ୍ଡି ଛାଡ଼ କାର୍ଯ୍ୟ କରାଯାଇଥାଏ। ଏହି ସମୟକୁ ସୂତକ ସମୟ ମଧ୍ୟ କୁହାଯାଇଥାଏ। ଏହି ଗ୍ରହଣ ଲାଗୁଥିବା ସମୟରେ ଖାଦ୍ୟ ଗ୍ରହଣ କରିବାକୁ ମଧ୍ୟ ବାରଣ କରାଯାଇଛି, କାରଣ ଗ୍ରହଣ ଲାଗୁଥିବା ସମୟରେ ଆମ ପେଟରେ କିଛି ଖାଦ୍ୟ ପଦାର୍ଥ ନ ରହିବା ଭଲ। ତେଣୁ ଏହି ଚନ୍ଦ୍ରଗ୍ରହଣ ଲାଗିବାର 9 ଘଣ୍ଟା ବା 3 ପ୍ରହର ପୂର୍ବରୁ ହାଣ୍ଡି ଛାଡ଼ କରାଯାଇଥାଏ। ବନ୍ଧୁଗଣ, ଆସନ୍ତାକାଲି ଅର୍ଥାତ୍ ଦୋଳ ପୂର୍ଣ୍ଣିମା ଦିନ ଲାଗିବା ପାଇଁ ଯାଉଥିବା ଚନ୍ଦ୍ରଗ୍ରହଣର ସମୟ ବା ଗ୍ରାସ ସମୟ ରହିଛି ଆସନ୍ତାକାଲି 3 ତାରିଖ ମାର୍ଚ୍ଚ 26 ମଙ୍ଗଳବାର ଦିନ 3:21 ଏହି ଚନ୍ଦ୍ରଗ୍ରହଣ ସ୍ପର୍ଶ କରିବ ଏବଂ ଏହି ଚନ୍ଦ୍ରଗ୍ରହଣ ସନ୍ଧ୍ୟା 6:46 ପର୍ଯ୍ୟନ୍ତ ଲାଗି ରହିବ। ଏହି ଯେଉଁ ସମୟ ରହିଲା, ଏହି ସମୟରେ ଆପଣମାନେ ଚନ୍ଦ୍ରଗ୍ରହଣ ମଧ୍ୟ ଦର୍ଶନ କରିପାରିବେ। ଏଥିସହିତ ଏହି ଗ୍ରହଣ ମହାକାଶରେ ପ୍ରାୟ 3 ଘଣ୍ଟା 25 ମିନିଟ୍ ଏବଂ 7 ସେକେଣ୍ଡ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ଏବଂ ସନ୍ଧ୍ୟା 5:04 ସର୍ବାଧିକ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ଆପଣମାନେ ଦେଖିପାରିବେ ଏହି ସମୟରେ ଚନ୍ଦ୍ର ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇଯିବେ। ତେବେ ଏହି ଗ୍ରହଣ ସମ୍ପୂର୍ଣ୍ଣ ଓଡ଼ିଶାରେ ଲାଗୁଥିବାରୁ ସମଗ୍ର ଓଡ଼ିଶାବାସୀ ଏହି ଚନ୍ଦ୍ରଗ୍ରହଣ ଖାଲି ଆଖିରେ ଦେଖିପାରିବେ। ଏଥିସହିତ ଏହା ମଧ୍ୟ ଭାରତରେ ଦୃଶ୍ୟମାନ ହେବ। ଯେହେତୁ ଏହା ଓଡ଼ିଶାରେ ଲାଗୁଛି, ଓଡ଼ିଶାରେ ଦୃଶ୍ୟମାନ, ତେଣୁକରି ଆମେ ସମସ୍ତ ନିୟମ ପାଳନ କରିବା ଉଚିତ। ତେବେ ଆସନ୍ତୁ, କ'ଣ ରହିଛି ଏହି ଚନ୍ଦ୍ରଗ୍ରହଣର ସୂତକ ସମୟ ଅର୍ଥାତ୍ ପାକ ନିଷେଧର ସମୟ ବା ଏହି ସମୟରେ କ'ଣ କରିବେ ନ କରିବେ ଏବଂ ହାଣ୍ଡି ଛାଡ଼ କେଉଁଠାରୁ କରିବେ।
ସାଧାରଣତଃ ଗ୍ରହଣ ଲାଗିବାର 9 ଘଣ୍ଟା ବା 3 ପ୍ରହର ପୂର୍ବରୁ ଆପଣମାନେ ଜାଣିଥିବେ ହାଣ୍ଡି ଛାଡ଼ କରାଯାଇଥାଏ। ସେହିପରି ଭାବରେ ପରାଗ ଲାଗିବାର 12 ଘଣ୍ଟା ବା 4 ପ୍ରହର ପୂର୍ବରୁ ପାକତ୍ୟାଗ ହାଣ୍ଡି ଛାଡ଼ କରାଯାଇଥାଏ। ଏହି ସମୟକୁ ଆମେ ସୂତକ ସମୟ ମଧ୍ୟ କହିଥାଉ। ଯେହେତୁ ଆପଣମାନେ ଜାଣିଛନ୍ତି ଯେ ଏହା ହେଉଛି ଚନ୍ଦ୍ରଗ୍ରହଣ, ତେଣୁ ସାଧାରଣତଃ 9 ଘଣ୍ଟା ପୂର୍ବରୁ ଆପଣଙ୍କୁ ଚନ୍ଦ୍ରଗ୍ରହଣ ଲାଗିବାର 9 ଘଣ୍ଟା ପୂର୍ବରୁ ଆପଣଙ୍କୁ ହାଣ୍ଡି ଛାଡ଼ କରିବା ପାଇଁ ପଡ଼ିବ, ଅର୍ଥାତ୍ ଖାଦ୍ୟପେୟ ବର୍ଜନ କରିବା ପାଇଁ ପଡ଼ିବ। ଏବଂ ଏହି ସମୟରେ ଆପଣମାନେ ଦେବନୀତି, ପୂଜା କାର୍ଯ୍ୟ ଏବଂ ଶୁଭ କାର୍ଯ୍ୟ ସବୁ ବର୍ଜନ କରିବା ପାଇଁ ପଡ଼ିବ। ଏହି ସମୟରେ ଆପଣମାନେ ଏମିତି କିଛି କାର୍ଯ୍ୟ କରନ୍ତୁ ନାହିଁ ଯାହାକି ଶୁଭ କାର୍ଯ୍ୟ ହୋଇଥିବ। ଏହା ଭାରତ ଏବଂ ଓଡ଼ିଶାରେ ସମ୍ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେଉଥିବାରୁ ଏହାର ସୂତକ କାଳ ନିଶ୍ଚୟ ପାଳିବା ପାଇଁ ପଡ଼ିବ। ଏହି ଚନ୍ଦ୍ରଗ୍ରହଣର ସୂତକ କାଳ ବା ପାକ ନିଷେଧର ସମୟ ଅର୍ଥାତ୍ ହାଣ୍ଡି ଛାଡ଼ର ସମୟ ହେଉଛି ସକାଳ 6:20 ସକାଳ 6:20 ପାକତ୍ୟାଗ କରାଯିବ ଏବଂ ଏହି ପାକତ୍ୟାଗ ବା ସୂତକ ସନ୍ଧ୍ୟା 6:46 ଅର୍ଥାତ୍ ଗ୍ରହଣ ମୁଖ୍ୟ ପ୍ରାପ୍ତି ପର୍ଯ୍ୟନ୍ତ ଲାଗି ରହିବ। ଯେହେତୁ ସକାଳ 6:20 ସୂତକ କାଳ ଲାଗୁଛି, ତେଣୁ ଆପଣମାନେ ସକାଳ 6:20 ପୂର୍ବରୁ ସ୍ନାନ କାର୍ଯ୍ୟ କରି ଭଗବାନଙ୍କର ପୂଜା ନୀତି ଏବଂ ଆପଣଙ୍କର ଭୋଜନ କାର୍ଯ୍ୟ ସମସ୍ତ କାର୍ଯ୍ୟ ସମାପନ କରିବା ପାଇଁ ପଡ଼ିବ। ଏହାପରେ ଆପଣମାନେ ସୂତକ ପାଳିବେ ଏବଂ ହାଣ୍ଡି ଛାଡ଼ିବେ। ଏବେ ଜାଣିବା ଦୋଳ ପୂର୍ଣ୍ଣିମା କେମିତି ପାଳନ କରିବେ। ସାଧାରଣତଃ ଆମେ କହିଦେଲୁ ଯେ ଶୁଭ କାର୍ଯ୍ୟ କରାଯାଏ ନାହିଁ ଏହି ଗ୍ରହଣ ଲାଗୁଥିବା ସମୟରେ, ତାହେଲେ ଦୋଳ ପୂର୍ଣ୍ଣିମା କିପରି ପାଳନ ହେବ? ଏମିତି କହିବାକୁ ଗଲେ ଯେହେତୁ ସୂତକ କାଳ ସକାଳ 6:20 ପଡ଼ୁଛି ବା 6:20 ଆରମ୍ଭ ହେଉଛି, ତେଣୁ ଆପଣମାନେ ଏହା ପୂର୍ବରୁ ମଧ୍ୟ ଦୋଳ ପୂର୍ଣ୍ଣିମାର ପୂଜା ଇତ୍ୟାଦି ନିଶ୍ଚିନ୍ତ ଭାବରେ କରିପାରିବେ। ଏବଂ ସନ୍ଧ୍ୟା ପରେ ଅର୍ଥାତ୍ ସନ୍ଧ୍ୟା 6:46 ପରେ ଯେତେବେଳେ ଗ୍ରହଣ ମୁଖ୍ୟପ୍ରାପ୍ତ ହେଉଛି, ଆପଣମାନେ ସ୍ନାନ କାର୍ଯ୍ୟ କରି ଘରଦ୍ୱାର ସଫାସଫି କରି ଗଙ୍ଗା ପାଣିରେ ଘରକୁ ପବିତ୍ର କରି ଭଗବାନଙ୍କର ପୂଜା ଅର୍ଚ୍ଚନା କରିପାରିବେ ଏବଂ ଦୋଳ ପୂର୍ଣ୍ଣିମା ପାଳିପାରିବେ। ଯେହେତୁ ହିନ୍ଦୁ ଧର୍ମରେ ଏହି ଦିନକୁ ବହୁତ ପବିତ୍ର ମନାଯାଇଥାଏ, ଏହି ଦିନ ଲୋକମାନେ ଦାନ ଧର୍ମ କର୍ମରେ ସମୟ ଅତିବାହିତ କରିଥାନ୍ତି। ଯେହେତୁ ପ୍ରାତଃ ସମୟ ଯେଉଁଟାକି ସକାଳ 6:20 ପୂର୍ବ ସମୟ ଶୁଭ ରହୁଛି, ଏହି ସମୟରେ ଆପଣମାନେ ମାତା ଲକ୍ଷ୍ମୀଙ୍କର ପୂଜା ଅର୍ଚ୍ଚନା କରନ୍ତୁ, ଦେଖିବେ ଆପଣଙ୍କୁ ଶୁଭଫଳ ନିଶ୍ଚିନ୍ତ ପ୍ରାପ୍ତ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସମୟରେ ଗୃହରେ ମଧ୍ୟ ପୂଜାପାଠ କଲେ ଶୁଭଫଳ ମିଳିଥାଏ। ଯଦି ଏହି ଶୁଭ ସମୟରେ ଆପଣ କୌଣସି ଭୁଲ କାର୍ଯ୍ୟ କରୁଛନ୍ତି, ଅର୍ଥାତ୍ ଆପଣ ଗ୍ରହଣ ଲାଗୁଥିବା ସମୟରେ ଯଦି ଆପଣ ପୂଜା କରିଦେଉଛନ୍ତି, ତାହେଲେ ଏହାର ଅଶୁଭ ଫଳ ନିଶ୍ଚିନ୍ତ ଆପଣଙ୍କୁ ଭୋଗ କରିବା ପାଇଁ ପଡ଼ିବ। ତେବେ ଆସନ୍ତୁ ଜାଣିବା ଯେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଚନ୍ଦ୍ରଗ୍ରହଣର କ'ଣ ସବୁ ପ୍ରଭାବ ରହିଛି, ଅର୍ଥାତ୍ ଏହାଦ୍ୱାରା ରାଶିଚକ୍ରରେ ରହିଥିବା ରାଶିମାନଙ୍କ ମଧ୍ୟରେ କ'ଣ ସବୁ ସଂଯୋଗ ଘଟୁଛି, ଯାହାଦ୍ୱାରା କି କେତେକ ରାଶିର ଲୋକମାନେ ଶୁଭ ଫଳ ପାଇବେ ଏବଂ କେତେକ ରାଶିର ଲୋକମାନେ ମଧ୍ୟ ଅଶୁଭ ଫଳ ପାଇବେ। କାରଣ ଆପଣ ଯେମିତି ଜାଣିଛନ୍ତି ଯେ ଗ୍ରହ ନକ୍ଷତ୍ରମାନଙ୍କର ସ୍ଥାନରେ ପରିବର୍ତ୍ତନ ହେଲେ ରାଶିଚକ୍ରରେ ରହିଥିବା ଚକ୍ର ସବୁ କିଛିଟା ପରିବର୍ତ୍ତନ ସେମାନଙ୍କ ଭାଗ୍ୟରେ ଦେଖାଇଥାଏ। ଯେହେତୁ ଗ୍ରହଣ ଲାଗୁଛି ସୂର୍ଯ୍ୟ ଓ ଚନ୍ଦ୍ର ଏବଂ ପୃଥିବୀଙ୍କର ସ୍ଥାନରେ କିଛି ପରିବର୍ତ୍ତନ ହେଉଛି, ତେଣୁ ଏହାର ପ୍ରଭାବ ନିଶ୍ଚିନ୍ତ ରାଶିଚକ୍ରରେ ରହିଥିବା 12ଗୋଟି ରାଶିର ଲୋକମାନଙ୍କ ଉପରେ ନିଶ୍ଚିନ୍ତ ଭାବରେ ପଡ଼ିବ। ଆମେ ଯେମିତି ଦେଖିଲେ ଗ୍ରହଣ ସିଂହ ରାଶି ଏବଂ ମଘା ନକ୍ଷତ୍ରରେ ଲାଗିବା ପାଇଁ ଯାଉଛି, ତେଣୁ ସିଂହ ରାଶି ଉପରେ ଟିକିଏ ଅଧିକା ପ୍ରଭାବ ରହୁଛି ଏବଂ ଆଉ କେତୋଟି ରାଶି ରହିଛନ୍ତି ସେମାନଙ୍କ ଉପରେ ଅଳ୍ପ ପ୍ରଭାବ ରହିବ। ହେଲେ 8ଟି ରାଶି ରହିଛନ୍ତି ଏମିତି ଯାହାଙ୍କୁ ଏହି ଚନ୍ଦ୍ରଗ୍ରହଣର ଶୁଭ ପ୍ରଭାବ ମିଳିବ। ସେହିସବୁ ରାଶି ହେଉଛନ୍ତି ବୃଷ ରାଶି, ମିଥୁନ ରାଶି, ସିଂହ ରାଶି, କନ୍ୟା ରାଶି, ତୁଳା ରାଶି, ବିଛା ରାଶି, ମକର ରାଶି ଏବଂ ମୀନ ରାଶି। ଏଥିସହିତ ଆମେ ଯେମିତି କଥା ହେଲେ ମେଷ ରାଶି, କର୍କଟ ରାଶି, ଧନୁ ରାଶି ଏବଂ କୁମ୍ଭ ରାଶିର ବ୍ୟକ୍ତିବିଶେଷ ରହିଲେ ସେମାନଙ୍କ ଉପରେ ଚନ୍ଦ୍ରଗ୍ରହଣର ଖରାପ ପ୍ରଭାବ ପଡ଼ିବା ପାଇଁ ଯାଉଅଛି। ତେଣୁ ଏହି 4ଟି ରାଶିର ବ୍ୟକ୍ତିବିଶେଷମାନେ ଚନ୍ଦ୍ରଗ୍ରହଣ ସମୟରେ ସାବଧାନ ରହିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଏହି ସମୟରେ ଭଗବାନଙ୍କର ମାଳା ଜପ କରନ୍ତୁ। ଦେଖିବେ ଆପଣମାନଙ୍କ ଉପରକୁ ଆସୁଥିବା ଘାତ ଓ ପ୍ରତିଘାତ ଆପେ ଆପେ ଟଳିଯିବ। ଗର୍ଭବତୀ ମହିଳାମାନେ ମଧ୍ୟ ଏହି ସମୟରେ ସତର୍କ ରୁହନ୍ତୁ। ଏହି ସମୟ ଗର୍ଭବତୀ ମହିଳାମାନଙ୍କ ପାଇଁ ବହୁତ ଅଶୁଭ ଏବଂ ସମ୍ବେଦନଶୀଳ ହୋଇଥିବାରୁ ସେମାନଙ୍କୁ ସାବଧାନ ରହିବା ସହିତ ଚନ୍ଦ୍ରଗ୍ରହଣ ଦେଖିବା ପାଇଁ ମଧ୍ୟ ବାରଣ କରାଯାଇଛି। କାରଣ ଗ୍ରହଣ ଲାଗିବା ସମୟରେ ଗର୍ଭବତୀ ମହିଳାମାନେ
କୌଣସି ଜିନିଷ କଟାକଟି ବା କୌଣସି କପଡ଼ା ଆଦି ସିଲାଇ କରନ୍ତୁ ନାହିଁ, ନଚେତ୍ ଏହାର କୁପ୍ରଭାବ ଆପଣଙ୍କ ଗର୍ଭରେ ଥିବା ଶିଶୁ ଉପରେ ସିଧାସଳଖ ଭାବରେ ପଡ଼ିଥାଏ। ଚନ୍ଦ୍ରଗ୍ରହଣ ସମୟରେ ଯଦି ଚନ୍ଦ୍ରର ଛାୟା କୌଣସି ଗର୍ଭବତୀ ମହିଳାମାନଙ୍କ ଉପରେ ପଡ଼ିଯାଏ, ତେବେ ତାହାର ଗର୍ଭରେ ଥିବା ପ୍ରଥମ ଶିଶୁକୁ ଶାରୀରିକ ଦୋଷ ଲାଗିଯାଏ, ଯାହା ଭବିଷ୍ୟତରେ ବହୁତ ବଡ଼ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ। ତେଣୁ ଗର୍ଭବତୀ ମହିଳାମାନେ ଏହି ସମୟରେ କେବେ ହେଲେ ବାହାରକୁ ବାହାରନ୍ତୁ ନାହିଁ। ଏହି ସମୟରେ ଘରର କବାଟ, ଝରକା ଇତ୍ୟାଦି ମଧ୍ୟ ବନ୍ଦ କରି ରଖନ୍ତୁ। ଚନ୍ଦ୍ରଗ୍ରହଣ ଲାଗୁଥିବା ସମୟରେ କ'ଣ ସବୁ କରିବା ଅନୁଚିତ? ପ୍ରଥମତଃ ଖାଦ୍ୟ ତିଆରି କରନ୍ତୁ ନାହିଁ। ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ପଦାର୍ଥ ରୋଷେଇ କରିବାକୁ ଅଶୁଭ ମନାଯାଇଥାଏ। ଏହି ସମୟରେ ରନ୍ଧା ହୋଇଥିବା ଖାଦ୍ୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅଶୁଦ୍ଧ ହୋଇଥାଏ। ଏଥିପାଇଁ ଆପଣମାନେ ଚନ୍ଦ୍ରଗ୍ରହଣ ସମୟରେ ରୋଷେଇ କାର୍ଯ୍ୟ କରନ୍ତୁ ନାହିଁ। ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। ଏହି ସମୟରେ ରନ୍ଧା ହୋଇଥିବା ଖାଦ୍ୟ ଗ୍ରହଣ କରିବା ନିଷେଧ ଅଟେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରଗ୍ରହଣ ସମୟରେ ରନ୍ଧା ହୋଇଥିବା ଖାଦ୍ୟ ଖାଇଲେ ଏହା ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ। ତେଣୁ ଗ୍ରହଣ ହେଉ ବା ପରାଗ, ଏହି ସମୟରେ ଶୁଖିଲା ଖାଦ୍ୟ ବା ଫଳମୂଳ ଇତ୍ୟାଦି ଆପଣମାନେ ଖାଇପାରିବେ। ଗର୍ଭବତୀ ମହିଳାମାନେ ସତର୍କ ରୁହନ୍ତୁ। ଚନ୍ଦ୍ରଗ୍ରହଣ ସମୟରେ ଯେଉଁ ମହିଳାମାନେ ଗର୍ଭବତୀ ଅଛନ୍ତି ସେମାନେ ଘର ବାହାରକୁ ଯିବାକୁ ନିଷେଧ କରାଯାଇଛି। ଚନ୍ଦ୍ରଗ୍ରହଣ ସମୟରେ ଯଦି ଚନ୍ଦ୍ରଙ୍କର ଛାୟା କୌଣସି ଗର୍ଭବତୀ ମହିଳାମାନଙ୍କ ଉପରେ ପଡ଼ିଯାଏ, ତେବେ ତାହାର ଗର୍ଭର ପ୍ରଥମ ଶିଶୁକୁ ଶାରୀରିକ ଦୋଷ ଲାଗିଯାଇଥାଏ, ଯାହା ଭବିଷ୍ୟତରେ ବହୁତ ବଡ଼ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଗର୍ଭବତୀ ମହିଳାମାନେ ଏହି ସମୟରେ ବାହାରକୁ ବାହାରନ୍ତୁ ନାହିଁ। ଚନ୍ଦ୍ରଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ ଏବଂ କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ମଧ୍ୟ ଗୃହ ମଧ୍ୟରେ ଆଲୋଚନା ମଧ୍ୟ କରନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କର ପରିବାରରେ ଅନିଷ୍ଟ ହୋଇଥାଏ। ଗ୍ରହଣ ସମୟରେ ଠାକୁର ପୂଜା କରନ୍ତୁ ନାହିଁ। ଏହି ସମୟରେ ଠାକୁର ଘରକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରି ରଖନ୍ତୁ ଏବଂ ଚନ୍ଦ୍ରଗ୍ରହଣ ସମୟରେ କୌଣସି ବୃକ୍ଷ ବା ଗଛଲତା ଇତ୍ୟାଦିକୁ ସ୍ପର୍ଶ କରନ୍ତୁ ନାହିଁ। ଚନ୍ଦ୍ରଗ୍ରହଣ ସମୟରେ ଅନ୍ନଦାନ କରିବା ଉତ୍ତମ। ଏହି ସମୟରେ ଆପଣମାନେ ଦାନ ଧର୍ମ କରିପାରିବେ। ଏମିତି କୁହାଯାଏ କି ଗ୍ରହଣ ସମୟରେ ଅନ୍ନଦାନ କରିଲେ ଶାରୀରର ସମସ୍ତ ରୋଗ ଇତ୍ୟାଦି ଦୂର ହୋଇଥାଏ। ତେଣୁ ଗ୍ରହଣ ଶେଷ ହେବା ପରେ ସ୍ନାନ କରିବା ଓ ପିନ୍ଧିଥିବା ବସ୍ତ୍ରକୁ ଧୋଇ ନେବା ଉଚିତ ଏବଂ ନିଜ ଘରେ ଗଙ୍ଗାଜଳ ସିଞ୍ଚନ କରି ପବିତ୍ର କରିନେବା ଉଚିତ ଏବଂ ଏହାପରେ ନିଜର ସାମର୍ଥ୍ୟ ଅନୁସାରେ ଦୁଃଖୀ ଓ ଦରିଦ୍ର ଲୋକମାନଙ୍କୁ ଯଦି ଆପଣମାନେ ଅର୍ଥ ହେଉ ବା ଅନ୍ନ ଇତ୍ୟାଦି ଦାନ କରୁଛନ୍ତି, ତାହେଲେ ଏହା ଆପଣମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ। ଚନ୍ଦ୍ରଗ୍ରହଣ ସମୟରେ କାହା ସହିତ କଥା ହୁଅନ୍ତୁ ନାହିଁ ଓ ସେହି ସମୟରେ ଭଗବାନଙ୍କର ମାଳା ଜପ କରନ୍ତୁ। ଏହାଦ୍ୱାରା ଗ୍ରହର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡ଼ିପାରିନଥାଏ ଏବଂ ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ରଙ୍କର ଛାୟା ବହୁତ କ୍ଷତିକାରକ ହୋଇଥାଏ। ଏଥିପାଇଁ ଗ୍ରହଣ ସମୟରେ ଆପଣଙ୍କ ଗୃହର ସମସ୍ତ କବାଟ ଓ ଝରକା ଇତ୍ୟାଦି ବନ୍ଦ କରି ରଖନ୍ତୁ, ଯାହାଦ୍ୱାରା ଆପଣଙ୍କର ଗୃହକୁ ନକାରାତ୍ମକ ଶକ୍ତି କେବେ ହେଲେ ପ୍ରବେଶ କରିପାରିବ ନାହିଁ। ଚନ୍ଦ୍ରଗ୍ରହଣ ସମୟରେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ। ଏହି ସମୟରେ ନକାରାତ୍ମକ ଶକ୍ତିର ପ୍ରଭାବ ଅଧିକ ରହିଥିବାରୁ ବିବାହିତ ପୁରୁଷ ଓ ମହିଳାମାନେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ। ଏହାକୁ ଜ୍ୟୋତିଷ ଶାସ୍ତ୍ରରେ ଅଶୁଭ ମନାଯାଇଅଛି। ଏହାଦ୍ୱାରା ଆପଣଙ୍କର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ଏବଂ ଏହାର କୁପ୍ରଭାବ ଆପଣମାନଙ୍କର ସନ୍ତାନମାନଙ୍କ ଉପରେ ପଡ଼ିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଚନ୍ଦ୍ରଗ୍ରହଣ କାରଣରୁ ଗ୍ରହ ଓ ନକ୍ଷତ୍ରମାନଙ୍କର ସ୍ଥାନରେ ବହୁତ ବଡ଼ ପରିବର୍ତ୍ତନ ହେବା ପାଇଁ ଯାଉଅଛି। ଗ୍ରହମାନଙ୍କର ପରିବର୍ତ୍ତନ କାରଣରୁ କିଛି ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଅଶୁଭ ପ୍ରଭାବ ପଡ଼ୁଥିବା ବେଳେ କେତେକ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଏହି ଚନ୍ଦ୍ରଗ୍ରହଣର ଶୁଭ ପ୍ରଭାବ ପଡ଼ିବା ପାଇଁ ଯାଉଅଛି। ତେବେ ରାଶିଚକ୍ରର 12ଗୋଟି ରାଶିମାନଙ୍କ ମଧ୍ୟରୁ ଏହି 8ଟି ରାଶି ଉପରେ ଚନ୍ଦ୍ରଗ୍ରହଣର ଶୁଭ ପ୍ରଭାବ ପଡ଼ିବା ପାଇଁ ଯାଉଅଛି। ସେହି ଭାଗ୍ୟଶାଳୀ ରାଶିମାନେ ହେଉଛନ୍ତି ବୃଷ ରାଶି, ମିଥୁନ ରାଶି, ସିଂହ ରାଶି, କନ୍ୟା ରାଶି, ତୁଳା ରାଶି, ବିଛା ରାଶି, ମକର ରାଶି ଏବଂ ମୀନ ରାଶି। ଏଥିସହିତ ମେଷ ରାଶି, କର୍କଟ ରାଶି, ଧନୁ ରାଶି ଏବଂ କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଏହି ଚନ୍ଦ୍ରଗ୍ରହଣର ଅଶୁଭ ପ୍ରଭାବ ପଡ଼ିବା ପାଇଁ ଯାଉଅଛି। ତେଣୁ ଏହି 4ଟି ରାଶିର ବ୍ୟକ୍ତିବିଶେଷମାନେ ଏହି ଚନ୍ଦ୍ରଗ୍ରହଣ ଲାଗୁଥିବା ସମୟରେ ସାବଧାନ ରହିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଭଗବାନଙ୍କର ନାମ ଜପ କରନ୍ତୁ, ଯାହାଦ୍ୱାରା ଆପଣମାନଙ୍କ ଉପରକୁ ଆସୁଥିବା ଘାତ ଓ ପ୍ରତିଘାତ ଆପେ ଆପେ ଟଳିଯିବ। ତେବେ ବନ୍ଧୁଗଣ, ଏହା ଥିଲା ଆସନ୍ତା 3 ତାରିଖ ଚନ୍ଦ୍ରଗ୍ରହଣର ସମ୍ପୂର୍ଣ୍ଣ ବିବରଣୀ ବିଷୟରେ। ଆଶା କରୁଛୁ ଆପଣମାନଙ୍କୁ ଏହି ଭିଡ଼ିଓଟି ନିଶ୍ଚୟ ପସନ୍ଦ ଆସିଥିବ। ପସନ୍ଦ ଆସିଥିଲେ ଭିଡ଼ିଓକୁ ଲାଇକ୍ କରିବା ସହିତ ଆପଣଙ୍କର ପ୍ରିୟଜନମାନଙ୍କ ସହିତ ସେୟାର କରିନିଅନ୍ତୁ। ଧନ୍ୟବାଦ।